ଓଡ଼ିଶା ନାଟ୍ୟ ସଂଘର 37ତମ ପ୍ରତିଷ୍ଠା ଦିବସ ପାଳିତ। ଓଡ଼ିଶା ନାଟ୍ୟ ସଂଘ ରାଉରକେଲା ଶାଖା ଓ ଏକତ୍ର ରାଉରକେଲାର ମିଳିତ ଆନୁକୂଲ୍ୟରେ ଓଡ଼ିଶା ନାଟ୍ୟ ସଂଘ 37ତମ ପ୍ରତିଷ୍ଠା ଦିବସ ପାଳନ ପଦଯାତ୍ରା ଓ ଆଲୋଚନା ଚକ୍ର ସ୍ଥାନୀୟ ଆଦର୍ଶ ସାହିତ୍ୟ ଘରଠାରେ ଅନୁଷ୍ଠିତ ହୋଇଯାଇଛି। ନାଟ୍ୟ ସଂଘର ଯୁଗ୍ମ ସମ୍ପାଦକ ଆଲୋକ ବୋଷ ଓ ଜିଲ୍ଲା ସଂଯୋଜକ ପ୍ରଫୁଲ୍ଲ ସେଠୀଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏକତ୍ରର ସଭାପତି ରାଜୀବ ପାଣି, ସମ୍ପାଦକ ସୁଦେଶ ନାୟକ, ନାଟ୍ୟ ସଂଘର ଉପଦେଷ୍ଟା ଡକ୍ଟର ସମର ମୁଦାଲି, ଅଭିନେତା ତଥା ନିର୍ଦ୍ଦେଶକ କୈଳାସ ପାଣିଗ୍ରାହୀ ଓ ଭାସ୍କର ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଆଲୋଚ୍ୟ ବିଷୟ ଓଡ଼ିଶା ନାଟ୍ୟ ମାନଚିତ୍ରରେ ଆମ ରାଉରକେଲା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ଡକ୍ଟର ମୁଦାଲି ରାଉରକେଲାରେ ନାଟ୍ୟ ଅନୁଷ୍ଠାନର ସୃଷ୍ଟି ଓ କ୍ରମ ବିକାଶର ତୁଳନାତ୍ମକ ଚିତ୍ର ପ୍ରଦାନ କରିଥିଲେ। ରାଉରକେଲାରେ 1960ରେ ବିଧିବଦ୍ଧ ନାଟକ ଆରମ୍ଭ ହୋଇଥିଲା ଲକ୍ଷ୍ମୀଧର ନାୟକଙ୍କ ଲାଲ ଚାବୁକ ନାଟକରୁ। ପରେ ଦୁର୍ଗା ଦାସ, ବ୍ରଜ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଚିନ୍ତାମଣି ଜେନା, ରଘୁନାଥ ବିଶ୍ୱାଳ, ଲଲାଟେନ୍ଦୁ ରଥ, ଡକ୍ଟର କୃପାସିନ୍ଧୁ ନାୟକ, ଡୋଳାମଣି କାନ୍ଧେରଙ୍କ ଠାରୁ ଆରମ୍ଭ କରି ବର୍ତ୍ତମାନର ସଞ୍ଜୟ ହାତୀ, ପ୍ରଭାକର ପାତ୍ର, ଡକ୍ଟର ସମର ମୁଦାଲି, ଭାସ୍କର ମହାପାତ୍ର, ଡକ୍ଟର ନିବେଦିତା ଜେନା, ରାଜୀବ ପାଣିଙ୍କ ନାଟ୍ୟ ଜଗତକୁ ଅବଦାନ ସମ୍ପର୍କରେ ସେ ଆଲୋଚନା କରିଥିଲେ। ଓଡ଼ିଶାର ନାଟକ କ୍ଷେତ୍ରରେ ରାଉରକେଲାର ଅବଦାନ ସର୍ବଦା ଯଥେଷ୍ଟ ଥିବାବେଳେ ସହର ଏଥିପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରି ଆସୁଅଛି। ଅନ୍ୟତମ ଆଲୋଚକ ଶ୍ରୀ ପାଣିଗ୍ରାହୀ ତାଙ୍କ ବକ୍ତବ୍ୟରେ କହିଲେ ଯେ ନାଟ୍ୟକାର ଓ ଅଭିନେତା ପ୍ରଥମେ ନିଜକୁ ଆତ୍ମସମୀକ୍ଷା କରିବା ଦରକାର। ଦର୍ଶକୀୟ ପ୍ରତିଯୋଗିତା ନିମନ୍ତେ ପରିବେଶ ସୃଷ୍ଟି କରିବା ଦରକାର ବୋଲି ସେ ମତ ରଖିଥିଲେ। ଶ୍ରୀ ପାଣି କହିଲେ ଯେ କଳାକାରମାନେ ସବୁ ସମୟରେ ଆତ୍ମସମୀକ୍ଷା କରିବା ସହ ନାଟକ ପ୍ରତି ସମର୍ପିତ ଭାବନା ରଖିବା ଦରକାର। ନାଟ୍ୟକାରମାନେ ଯୁଗୋପଯୋଗୀ ନାଟକ ରଚନା କରି ସାମାଜିକ ବାର୍ତ୍ତା ଦେଲେ ତାହା ଅଧିକ ଗ୍ରହଣୀୟ ହେବ ବୋଲି ସେ କହିଥିଲେ। ଶ୍ରୀ ନାୟକ ନାଟକ ଅନୁଷ୍ଠାନର ଆଭିମୁଖ୍ୟ ତଥା ଆବାହକ ଶ୍ରୀ ବୋଷ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ପଞ୍ଚାନନ ମଲ୍ଲିକ ଓ ଲକ୍ଷ୍ମୀକାନ୍ତ ଡୋରା ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିବା ବେଳେ ଅନ୍ୟତମ ଆବାହକ ଶ୍ରୀ ସେଠୀ ମଞ୍ଚ ସଂଯୋଜନା କରିଥିଲେ। ଆଲୋଚନା ପୂର୍ବରୁ ନାଟ୍ୟ ସଂଘ ଓ ଏକତ୍ର ସଦସ୍ୟ ସିଭିକ୍ ସେଣ୍ଟର ଠାରୁ ଆଦର୍ଶ ପାଠାଗାର ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ। ଏଥିରେ ଶ୍ରୀ ଜଗନ୍ନାଥ କଳା ପରିଷଦର ଶିଳ୍ପୀମାନେ ନୃତ୍ୟ ପରିବେଷଣ କରିଥିଲେ। ସେହିପରି ପୂର୍ବରୁ ଆୟୋଜିତ ହୋଇଥିବା ବିଦ୍ୟାଳୟ ସ୍ତରୀୟ ଏକକ ଅଭିନୟ ପ୍ରତିଯୋଗିତା କରାଯାଇ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ପୁରସ୍କୃତ ଛାତ୍ରଛାତ୍ରୀମାନେ ହେଲେ ଚିନ୍ମୟ ବିଦ୍ୟାଳୟର ଦେବସ୍ମିତା କର ପ୍ରଥମ, ବାଜିରାଉତ ଶିକ୍ଷାନିକେତନର ଦିବ୍ୟା କୁମାରୀ ଜେନା ଦ୍ୱିତୀୟ, ଚିନ୍ମୟ ବିଦ୍ୟାଳୟର ଶାଗୁନ ବାରିକ ଓ ବିବେକାନନ୍ଦ ଶିକ୍ଷା ସଦନର ଏସ୍.କେ. ରୋହନ ଅଖତାର ତୃତୀୟ ତଥା ଜୁରି ପୁରସ୍କାର ବିବେକାନନ୍ଦ ଶିକ୍ଷା ସଦନର ସ୍ମୃତି ନାୟକ ଓ ବାଜିରାଉତ ଶିକ୍ଷାନିକେତନର ସୋନାଲି ବିଶ୍ୱାଳଙ୍କୁ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ସନ୍ତୋଷିନୀ ବାରିକ, ପ୍ରଜ୍ଞାନନ୍ଦ ମହାନ୍ତି, ପ୍ରଳୟ ଶତପଥୀ ପ୍ରମୁଖ ସହଯୋଗ କରିଥିବା ବେଳେ ଏକତ୍ରର ଉପସଭାପତି ରମେଶ ମହାନ୍ତି ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଶରଦ ଦାସ, ଅଶୋକ ବଳ, ଅକ୍ଷୟ ଧଳ, ଡକ୍ଟର କୃପାସିନ୍ଧୁ ନାୟକ, ଚନ୍ଦ୍ରଶେଖର ଶତପଥୀ, ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ରାଜକୁମାର ମହାନ୍ତି, କିଶୋରୀ ମୋହନ କର, ପ୍ରୀତି ବାରିକ, ଡକ୍ଟର ସତ୍ୟ ମିଶ୍ର, ଭଜେନ୍ଦ୍ର ସାହୁ, ସୁରେନ୍ଦ୍ର ପାଢ଼ୀଙ୍କ ସମେତ ବହୁ ନାଟ୍ୟପ୍ରେମୀ ଉପସ୍ଥିତ ଥିଲେ। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା। ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି, ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।